ଶକ୍ତି ଦେଇ ଅଛନ୍ତି। ଆରାଧନା କରିବାରେ ମଧ୍ୟ ପ୍ରଭୁ ଶକ୍ତି ଦେଇ ଅଛନ୍ତି ଏବଂ ବାକ୍ୟ କହିବାରେ ମଧ୍ୟ ପ୍ରଭୁ ତାଙ୍କୁ ଶକ୍ତି ଦେଇ ଅଛନ୍ତି। ଅନେକ ଜୁମ୍ରେ ଅନେକ ଅନଲାଇନ ଅଫଲାଇନ ରେ ପ୍ରଭୁ ତାଙ୍କୁ ବ୍ୟବହାର କରି ଆଣୁଅଛନ୍ତି। ସେହିପରି ଦାସୀଙ୍କୁ ଆଜି ଆମେ ଆରାଧନା କରିବା ପାଇଁ ଆମେ ପାଇଅଛୁ। ବାକ୍ୟରେ ଲେଖାଯାଏ, ହେ ସକଳ ଦେଶ ତୁମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର, ଆନନ୍ଦରେ ତାହାଙ୍କର ସେବା କର, ଗାନ କରି ତାହାଙ୍କ ଛାମୁକୁ ଆସ। ଏବଂ ବାକ୍ୟରେ କୁହାଯାଏ ତୁମେ ଉଚ୍ଚ କରତାଳରେ ତାହାଙ୍କର ଧନ୍ୟବାଦ କର ଏବଂ ନେବଲରେ ତାହାଙ୍କର ଧନ୍ୟବାଦ କର, ବୀଣାରେ ତାହାଙ୍କର ଧନ୍ୟବାଦ କର। ନିଶ୍ୱାସ ପ୍ରଶ୍ୱାସ ଧାରି ପ୍ରତ୍ୟେକ ପ୍ରାଣୀ ତାହାଙ୍କର ଧନ୍ୟବାଦ କରିବା ଆମର କର୍ତ୍ତବ୍ୟ। ପ୍ରଭୁ ଜଗତରେ ଯଦି ଆମମାନଙ୍କୁ ରଖିଅଛନ୍ତି ଜୀବିତ ମାନଙ୍କ ଦେଶରେ ଜୀବିତ କରି, ତାହେଲେ ପ୍ରତ୍ୟେକ ମନୁଷ୍ୟ ପ୍ରତି ସମୟରେ ତାହାଙ୍କର ଗୌରବ ପ୍ରଶଂସା କରିବା, ଦୁଃଖରେ ବା ସୁଖରେ ତାଙ୍କର ଗୌରବ ପ୍ରଶଂସା କରିବାର ଆମ କର୍ତ୍ତବ୍ୟ ରହିଅଛି। ସେହି ଗୌରବ ପ୍ରଶଂସା କରିବା ନିମନ୍ତେ ଆମମାନଙ୍କର ଜେନା ଦିଦି ସେ ଉପସ୍ଥିତ ଅଛନ୍ତି। ମୁଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ତାହାଙ୍କୁ ମୁଁ ସମ୍ମୁଖକୁ ଆହ୍ୱାନ କରେ, ସେ ସମ୍ମୁଖକୁ ଆସିବେ ଏବଂ ଆରାଧନା କରିବା ହେବେ। ଦିଦି ଯେତେବେଳେ ଆସିବେ ଆମେ କରତାଳ ସହିତ ଦିଦିଙ୍କୁ ସ୍ୱାଗତ ଜଣାଏ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଦିଦି ପ୍ରେଜ୍ ଦ ନମସ୍କାର। ନମସ୍କାର। ପ୍ରେଜ୍ ଦ ଲର୍ଡ। ଜୁମରେ ଆପଣଙ୍କ ଉପସ୍ଥିତ ତୁମର ନମସ୍କାର। ଧନ୍ୟବାଦ ସିଷ୍ଟର, ଅତି ସୁନ୍ଦର ଭାବରେ ମତେ ସ୍ୱାଗତ କରିଛନ୍ତି। ପୁଣି ମତେ ସୁଯୋଗ ଦେଇଥିବା ପିଟର ଆଜ୍ଞାକୁ ମଧ୍ୟ ହୃଦୟତାର ସହିତ ଭକ୍ତିପୂର୍ଣ୍ଣ ନମସ୍କାର ଜଣେଇବା ସଙ୍ଗେ ସଙ୍ଗେ ଧନ୍ୟବାଦ ଜ୍ଞାପନ କରେ। ଜୁମରେ ଉପସ୍ଥିତ ପ୍ରତ୍ୟେକଙ୍କୁ ମୁଁ ନମସ୍କାର ଜଣାଏ। ଆସନ୍ତୁ ଏହି ସମୟରେ ପ୍ରଭୁଙ୍କର ଗୌରବ ନିମନ୍ତେ କିଛି ଗୀତ ଗାନ କରି ତାଙ୍କର ପ୍ରଶଂସା କରିବା। କାରଣ ଆମେ ଜାଣୁ ଆମମାନଙ୍କର ପରମେଶ୍ୱର ଆରାଧ୍ୟ ପରମେଶ୍ୱର, ସେ ପ୍ରଶଂସାରେ ବାସକାରୀ ପରମେଶ୍ୱର। ତାଙ୍କର ଗୌରବ କରିବା, ତାଙ୍କର ପ୍ରଶଂସା କରିବା ଉତ୍ତମ ଏବଂ ଶୋଭନୀୟ ଅଟେ। ସେଥିପାଇଁ ଆସୁ ଆମମାନେ ଗୋଟିଏ ଅଂଶ ପଠନ କରି ଆମେ ଆଗକୁ ବଢିବା। ପ୍ରଭାତରେ ଆମମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର, ତହିଁରେ ଆମ୍ଭେମାନେ ଯାବଜୀବନ ହୃଷ୍ଟ ଓ ଆନନ୍ଦିତ ହେବା। ପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମେ ବିନଷ୍ଟ ହୋଇନାହୁଁ। ଏଇ ଗୀତ ଗାଉ ଗାଉ ପ୍ରତ୍ୟେକ ନିଜ ନିଜକୁ ସମର୍ପଣ କରିବା, ତାଙ୍କର ପବିତ୍ର ଚରଣ ନିକଟରେ ନିଜ ନିଜକୁ ଉତ୍ସର୍ଗ କରିବା। এই ସୁନ୍ଦର ସକାଳ ପ୍ରଭୁଙ୍କର ଦୟା ସକାଶୁ ଅପାର ଅନୁଗ୍ରହ ସକାଶୁ ପାଇଅଛୁ। ସେଥିପାଇଁ ଆସୁ ଆମମାନେ ପ୍ରତ୍ୟେକ ନିଜ ନିଜକୁ ସମର୍ପିତ କରି ଗୋଟେ ଗୀତ ଗାନ କରିବା। ପ୍ରଭୁ ଆମମାନଙ୍କର ଆରାଧନା ଦ୍ଵାରା ଗୌରବ ପାଆନ୍ତୁ, ଆମ ପ୍ରତ୍ୟେକଙ୍କୁ ଆଜିର ଆରାଧନା ଦ୍ଵାରା ସ୍ପର୍ଶ କରନ୍ତୁ ଏବଂ ତାଙ୍କର ଉପସ୍ଥିତିକୁ ଜୀବନରେ ଅନୁଭବ କରିବା ପାଇଁ ସାହାଯ୍ୟ କରନ୍ତୁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। କରି ଯୋଡ଼ କର ଖୋଲିରୁ ତ ଦ୍ୱାର ବସି ଅଛି ପରା ତୁମରି ଆଶେ କରି ଯୋଡ଼ କର। କାହିଁ ଅଛ ସଖା କେବେ ଦେବ ଦେଖା ସେ କରି ଯୋଡ଼ କର ଖୋଲିରୁ ଦ୍ୱାର ବସି ଅଛି ପରା ତୁମରି ଆଶେ କରି ଯୋଡ଼ କର। ଆଘାତ କରିବ ହୃଦୟ ଦୁଆରେ ଡାକି ମାଝୁସରେ ସେ ପ୍ରାଣ ପିପାସା ସେ ଆଦର ଭାଷା ନ ପଶିଲା ମୋର ମୁଗୁଧ ମାନସେ କରି ଯୋଡ଼ କର ଖୋଲିରୁ ଦ୍ୱାର ବସି ଅଛି ପରା ତୁମରି ଆଶେ କରି ଯୋଡ଼ କର। ଖୋଲି ଦେଇଛି ମୁଁ ହୃଦୟ ଦୁଆର ଦେଖା
ଦ୍ୱାର ଖୋଲି ଦେଇଛି ମୋ ହୃଦୟ ଦୁଆର ଦେଖା ଦେବ ବୋଲି ସାଗର ବାହାର ଭିତର କରି ଭରପୁର ଅପରୂପ ରୂପେ ରାଜ ମୋ ପାଶେ କରି ଯୋଡ଼ କର ଖୋଲି ଦ୍ୱାର ବସିଅଛି ପରା ତୁମରି ଆଶେ କରି ଯୋଡ଼ କର କାହିଁ ଅଛ ସଖା କେବେ ଦେବ ଦେଖା କେବେ ହେବ ଉଭା ହୃଦୟାଭାସେ କରି ଯୋଡ଼ କର ଖୋଲି ଦ୍ୱାର ବସିଅଛି ପରା ତୁମରି ଆଶେ କରି ଯୋଡ଼ କର। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ସେ ରାଜା ମାନଙ୍କର ରାଜା ଅଟନ୍ତି, ପ୍ରଭୁ ମାନଙ୍କର ପ୍ରଭୁ ଅଟନ୍ତି, ଯାହାଙ୍କର ସିଂହାସନ କି ନ୍ୟାୟରେ ସ୍ଥାପିତ, ଯାହାଙ୍କର ସିଂହାସନ କି ପବିତ୍ରତାରେ ସ୍ଥାପିତ, ଯେଉଁ ପରମେଶ୍ୱର କି ଆମମାନଙ୍କର ଦୋଷ ଦୁର୍ବଳତା ନ ଧରି ଦିନ ପ୍ରତିଦିନ ଆମମାନଙ୍କର ଯତ୍ନ ନେଇ ଆସୁଅଛନ୍ତି, ଆମମାନଙ୍କର ତତ୍ଵ ନେଇ ଆସୁଅଛନ୍ତି, ସେହି ପରମେଶ୍ୱରଙ୍କର ମହିମା କରିବା, ପ୍ରଶଂସା କରିବା, ସ୍ତୁତି ବନ୍ଦନା କରିବା। ପ୍ରିୟମାନେ, ଆମମାନଙ୍କର କୌଣସି ଉତ୍ତମତା ନାହିଁ, କୌଣସି ପବିତ୍ରତା ନାହିଁ, କୌଣସି ଧାର୍ମିକତା ନାହିଁ, କେବଳ ତାଙ୍କର ପାର ଦୟା ସକାଶୁ ଏ ସୁନ୍ଦର ସୁଯୋଗ ପାଇଅଛୁ। ସେଥିପାଇଁ ଆଉ ଗୋଟିଏ ହିନ୍ଦୀ ଗୀତ ଗାଉ ଗାଉ ତାଙ୍କରି ମହିମା କରିବା। ଈଶୁ ତେରି ଦୟା ସେ मैं जीवन जीता हूँ। केवଳ ତାଙ୍କର ଦୟା ଯୋଗୁ ଆମମାନେ ଏଇ ଜୀବନ ପ୍ରାପ୍ତ ହେଇଅଛୁ। ପ୍ରିୟ ମାନେ, ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ईशु तेरी दया से मैं जीवन जीता हूँ, ईशु तेरी कृपा से मैं आगे बढ़ता हूँ, ईशु तेरी दया से मैं जीवन जीता हूँ, ईशु तेरी कृपा से मैं आगे बढ़ता हूँ। धन्यवाद धन्यवाद ईशु तेरा धन्यवाद, धन्यवाद धन्यवाद राजा तेरा धन्यवाद, ईशु तेरी दया से मैं जीवन जीता हूँ, ईशु तेरी कृपा से मैं आगे बढ़ता हूँ। फूलों में रंग तूने डाला, पंछी को तूने गाना सिखाया, सागर से गहरा प्यार तेरा, आसमानों से तू है ऊंचा। धन्यवाद धन्यवाद ईशु तेरा धन्यवाद, धन्यवाद धन्यवाद राजा तेरा धन्यवाद, ईशु तेरी दया से मैं जीवन जीता हूँ, ईशु तेरी कृपा से मैं आगे बढ़ता हूँ। धन्यवाद धन्यवाद राजा तेरा धन्यवाद, धन्यवाद धन्यवाद ईशु तेरा धन्यवाद। तू है यहोवा शालम, शांति देने वाला, तू है
यहोवा निसी, जय हरदम देने वाला, धन्यवाद धन्यवाद यीशु तेरा, धन्यवाद 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 राजा तेरा, धन्यवाद यीशु तेरी दया से मैं जीवन जीता हूँ, यीशु तेरी कृपा से मैं आगे बढ़ता हूँ, धन्यवाद धन्यवाद राजा तेरा, धन्यवाद 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 प्रभु तेरा, धन्यवाद यीशु तेरी दया से मैं जीवन जीता हूँ, यीशु तेरी कृपा से मैं आगे बढ़ता हूँ। हालेलुया। ତାଙ୍କର ଦୟା ନହେଲେ, ତାଙ୍କର କୃପା ନହେଲେ ଆମେ କୌଣସି ପ୍ରକାରେ ଆଗକୁ ବଢି ପାରିବା ନାହିଁ ପ୍ରିୟମାନେ। କେବଳ ତାଙ୍କର ବିବିଧ ଦୟା ଅନୁଗ୍ରହ ସକାଶୁ ଏ ସୁନ୍ଦର ସୁଯୋଗ ପାଇଅଛୁ। ହାଲେଲୁୟା। ସେଥିପାଇଁ ଆସୁ ପ୍ରଭୁଙ୍କର ମହିମା କରୁ କରୁ, ପ୍ରଭୁଙ୍କର ଗୌରବ କରୁ କରୁ ଆଉ ଗୋଟେ ଗୀତ ଗାନ କରିବା, ତାଙ୍କର ସ୍ତୁତି ବର୍ଣ୍ଣନା କରିବା, ପୂଜା ଅର୍ଚ୍ଚନା କରିବା। ହାଲେଲୁୟା ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ହାଲେଲୁୟା ପ୍ରେଜ୍ ଦ ଲର୍ଡ, ହାଲେଲୁୟା। किति भला मोरो प्रभु जीशु हे, केते भला मोरो प्रभु, केते भला मोरो प्रभु जीशु हे, केते भला मोरो प्रभु, तुमे मो सबुरे सबु जीशु हे, तुमे मो सबुरे सबु, तुमे मो सबुरे सबु जीशु हे, तुमे मो सबुरे सबु, केते भला मोरो प्रभु जीशु हे, केते भला मोरो प्रभु, केते भला मोरो प्रभु जीशु हे, केते भला मोरो प्रभु, तुमे मो विश्वास भूमि जीशु हे, तुमे मो विश्वास भूमि, तुमे मो विश्वास भूमि जीशु हे, तुमे मो विश्वास भूमि, केते भला मोरो प्रभु जीशु हे, केते भला मोरो प्रभु, केते भला मोरो प्रभु जीशु हे, केते भला मोरो प्रभु, तुमे मो जीवंत जल जीशु हे, तुमे मो जीवंत जल, तुमे मो जीवंत जल जीशु हे, तुमे मो जीवंत जल, केते भला मोरो प्रभु जीशु हे, केते भला मोरो प्रभु, केते भला मोरो प्रभु जीशु हे, केते भला मोरो प्रभु, तुमे मो आरोग्यकारी जीशु हे, तुमे मो आरोग्यकारी, तुमे मो आरोग्यकारी जीशु हे, तुमे मो आरोग्यकारी, केते भला मोरो प्रभु जीशु हे, केते भला मोरो प्रभु, केते भला मोरो प्रभु जीशु हे, केते भला मोरो प्रभु, तुमे मोरो मुक्तिदाता जीशु हे, तुमे मोरो मुक्तिदाता, तुमे मोरो मुक्तिदाता जीशु हे, तुमे मोरो मुक्तिदाता, केते भला मोरो प्रभु जीशु हे,
केते भल मोर प्रभु केते भल मोर प्रभु जीशु हे केते भल मोर प्रभु तुमे मोर शांति दाता जीशु हे तुमे मोर शांति दाता तुमे मोर शांति दाता जीशु हे तुमे मोर शांति दाता केते भल मोर प्रभु जीशु हे केते भल मोर प्रभु केते भल मोर प्रभु जीशु हे केते भल मोर प्रभु हालेलुया प्रेज द लॉर्ड जो परमेश्वर की झुंटिबारु आमार चरण को रक्षा करी अछंती जो परमेश्वर की लोतकुरा मानकर चक्षु को उद्धार करी अछंती सेही परमेश्वर कर पवित्र चरण निकट रे निज निज को समर्पण करिबा आसंतो ए समय रे निज को समर्पण करू करू निज निजर हृदय को निज निजर मन को आमे प्रस्तुत करू करू तांकरी निकट रे निज को रखिबा एवं गोटे गीत गान करू करू प्रत्येक तांकर पवित्र चरण निकट रे समर्पित हेबा हालेलुया प्रेज द लॉर्ड हालेलुया हालेलुया प्रेज द लॉर्ड हालेलुया 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 प्रेज द लॉर्ड हालेलुया सब गौरव प्रशंसा जुगे जुगे तुम्हर सब गौरव प्रशंसा जुगे जुगे तुम्हर तुमे अनादि अनंत सत्य जीवंत अनादि अनंत सत्य जीवंत चिरंतन परमेश्वर सब गौरव प्रशंसा जुगे जुगे तुम्हर सब गौरव प्रशंसा जुगे जुगे तुम्हर तुम प्रेम सते एते गभीर मापि पारिनी मोर अंतर से प्रेम करिल मते निजार सबु जानिन हेली तुम्हारा तुमे प्रेमिक ईश्वर दयार सागर प्रेमिक ईश्वर दयार सागर क्षमा कर पाप आमर सबु गौरव प्रशंसा जुगे जुगे तुम्हर सबु गौरव प्रशंसा जुगे जुगे तुम्हर तुम वाक्य अटे कि मनोहर मधुर ठारु ताहा केते मधुर से वाक्य को जेबे करी आदर अभावे मोर हेलाहार तुमे सर्वशक्तिमान जीवने मोर सर्वशक्तिमान जीवने मोर पूर्ण कर इच्छा तुमर सबु गौरव प्रशंसा जुगे
ଯୁଗେ ଯୁଗେ ତୁମ୍ଭର ତୁମେ ଅନାଦି ଅନନ୍ତ ସତ୍ୟ ଜୀବନ୍ତ ଅନାଦି ଅନନ୍ତ ସତ୍ୟ ଜୀବନ୍ତ ପରାତ୍ପର ପରମେଶ୍ୱର ସବୁ ଗୌରବ ପ୍ରଶଂସା ଯୁଗେ ଯୁଗେ ତୁମ୍ଭର ସବୁ ଗୌରବ ପ୍ରଶଂସା ଯୁଗେ ଯୁଗେ ତୁମ୍ଭର ଯୁଗେ ଯୁଗେ ତୁମ୍ଭର ଯୁଗେ ଯୁଗେ ତୁମ୍ଭର। ଧନ୍ୟବାଦ ସିଷ୍ଟର। ପ୍ରେଜ୍ ଦ ଲର୍ଡ। ବହୁତ ବହୁତ ଧନ୍ୟବାଦ ସିଷ୍ଟର, ଅତି ସୁନ୍ଦର ଗୀତ ଗୁଡାକ ଗାଇ, ହୃଦୟସ୍ପର୍ଶୀ ଗୀତ, ମନଛୁଆ ଗୀତ ଗୁଡାକ ଗାଇ ଆମ ପ୍ରଭୁଙ୍କର ନିକଟବର୍ତ୍ତୀ କରାଇ ଅଛନ୍ତି। ପ୍ରଭୁ ଆପଣଙ୍କୁ, ଆପଣଙ୍କ ପରିବାରକୁ, ଆପଣଙ୍କ ସେବା କାର୍ଯ୍ୟକୁ ବହୁଳ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଆପଣ ଉତ୍ତମ କଣ୍ଠ ବି ଦେଇ ଅଛନ୍ତି, ଆଉ ପ୍ରଭୁଙ୍କ ପାଇଁ ଆପଣ ବ୍ୟବହାରିତ ହୋଇ ଆସୁଅଛନ୍ତି। ପ୍ରଭୁଙ୍କର ଧନ୍ୟବାଦ ହଉ। ପ୍ରଭୁ ଆଗାମୀ ଦିନ ମାନଙ୍କରେ ମଧ୍ୟ ଏଇଭଳି ଅନଲାଇନ ଅଫଲାଇନରେ ପ୍ରଭୁ ଆପଣ ବ୍ୟବହାର କରନ୍ତୁ। ଦିଦିଙ୍କ ନିମନ୍ତେ ଆମେ ଉଚ୍ଚ କରତାଳ ଦେଇ ଧନ୍ୟବାଦ ଅର୍ପଣ କରିବା। ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଆମେ ପ୍ରାର୍ଥନା କରିବା ପୂର୍ବରୁ ଆମମାନଙ୍କର ଚତୁର୍ଥ ବାର୍ଷିକ ଗେଟ୍ ଟୁଗେଦର ବିଜ୍ଞାପନ ଆମମାନଙ୍କର ପରୀକ୍ଷା ଆଜ୍ଞା ଅଛନ୍ତି, ସେ କିଛି ଦେଲା ପରେ ଆମେ ପ୍ରାର୍ଥନା କରିବା ପାଇଁ ଯିବା। ପରୀକ୍ଷା ଆଜ୍ଞା। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଉପସ୍ଥିତ ସମସ୍ତ ମୋର ନମସ୍କାର। ଏଇଟା ଆମର ବିଜ୍ଞାପନଟା ଆମର ସମ୍ପାଦକ ନିହାତି ଦେବା କଥା, କିନ୍ତୁ ମତେ ଡାକିଦେଲେ ତ ମୁଁ ଦେଇ ଦଉଛି। ଫୋର୍ଥ ଗେଟ୍ ଟୁଗେଦର ନିମନ୍ତେ ଆମେ ଏକ ସ୍ଥାନ ନିରୂପଣ କରୁଛୁ, ଯାହାକି ଉଟି, ସମସ୍ତେ ତାମିଲନାଡୁର ଉଟି, ଆଉ ଯୋଉଟା କି ଏକ ପାହାଡିଆ ଅତି ସୁନ୍ଦର ମନୋହର ସ୍ଥାନ ବୋଲିକି ଆମେ ଶୁଣିଛୁ, କିନ୍ତୁ ଆମେ ତ କେବେ ଦେଖି ନାହୁଁ। କିନ୍ତୁ ଦେଖିବା ପାଇଁ ମନ ଭିତରେ ଗୋଟେ ଚିନ୍ତା ଆସୁଛି, ପ୍ରଭୁଙ୍କର ଇଚ୍ଛା କଣ ଆମେ କହି ନ ପାରୁ। ସେଇ ସ୍ଥାନରେ ସମସ୍ତେ ଯାଇକି ଯୋଗ ଦେବା ନିମନ୍ତେ ଏକ ରେଜିଷ୍ଟ୍ରେସନ ଫିଜ୍ ତ କୁହାଯିବନି। ସେ ଗୋଟେ ଇନଷ୍ଟିଟ୍ୟୁଟ ଅଛି ଯାହାକି ହିନ୍ଦୁସ୍ତାନ ବାଇବଲ କଲେଜ, ସେଠି ଆଲୋଚନା କରାଯାଇଥିଲା। ସେ 2 ଦିନ ପାଇଁ ରହିବାର ଏବଂ ଖାଇବାର 2400 ଟଙ୍କା ସେମାନେ ଧାର୍ଯ୍ୟ କରିଛନ୍ତି। କିନ୍ତୁ ଆମେ ଯୋଉ ସ୍ଥାନ କି ଆଗରୁ ଯଦି ରେଜିଷ୍ଟ୍ରେସନ କରାଯିବ ନାହିଁ, ମାନେ ରିଜର୍ଭ କରାଯିବ ନାହିଁ, ତାହେଲେ ଆମେ ସେଠି ହଠାତ୍ ଯିବା, ଆମକୁ ଲର୍ଜ କରୁଛୁ ନା କଣ ଏଇଟା କରୁଛୁ। ଏଇଟା ହଉଛି ଗୋଟେ ଅନୁଷ୍ଠାନଟା ରହିବା ନିମନ୍ତେ ଏବଂ ଖାଇବା ନିମନ୍ତେ ସେମାନଙ୍କୁ ଆଗରୁ ଆମେ କଣ କରିବାକୁ ଆଡଭାନ୍ସ ଦେବାକୁ। ଆଗରୁ ଆଡଭାନ୍ସ ଦେବାକୁ ଥିଲେ ଆମେ କିଛି କିଛି ପଇସା ଯଦି ଯିଏ ଯିବା ପାଇଁ ଚାହୁଁଛୁ, ଆଉ ଆମମାନଙ୍କର ମନରେ ମଧ୍ୟ ସମସ୍ତଙ୍କୁ ଯିଏ ଯିବାକୁ ଚାହୁଁଛୁ ସେ କହୁନି, ସମସ୍ତେ ଯିବା ପାଇଁ ଆମେ ଚେଷ୍ଟା କରିବା। ଆଉ 1000 ଟଙ୍କା ଲେଖି ଆମେ ପ୍ରଥମେ ଆଡଭାନ୍ସ ଆକାରରେ ଦେବା। ଆଉ ଯଦି ଯେତେ ଲୋକ ଯିବା ଆଡଭାନ୍ସ ଆକାରରେ ଦେଲେ ସେଇଠି ସେଇଟା କଣ କରାହବ, ଡିପୋଜିଟ ଦେଇକି ଆମେ ଆଡଭାନ୍ସ ଆମର ଅକ୍ଟୋବର 8 ଆଉ 9 ତାରିଖ ନିମନ୍ତେ ସେ ରିଜର୍ଭେସନ ସେଟା ରହିଯିବ। ରହିଗଲେ ଆମମାନଙ୍କ ପାଇଁ ସୁବିଧା ହବ। ତାପରେ ଆମେ ପର ମୁହୂର୍ତ୍ତରେ ଆମେ କିଛି ପଇସା ଦେଇପାରିବା। ତାପରେ ଆମେ ଟିକେଟ କରିବା ପାଇଁ ମଧ୍ୟ ଆମ ଜୁଲାଇ ପ୍ରଥମ ସପ୍ତାହରେ ଟିକେଟ ଟିକେ ଯାହାକି 610 ଟଙ୍କା ପଡୁଛି ପଲାସାରୁ, ରାୟଗଡାରୁ ବି 610 ପଡୁଛି, ଭୁବନେଶ୍ୱର ଯେଉଁମାନେ ଯିବେ 700 ପଡୁଛି। କୋଉ ଟ୍ରେନରେ ଯିବାକୁ ପଡିବ ସେ ଟ୍ରେନର ନାମ ନମ୍ବର ବି ସବୁ ଆମର ଠିକ କରାଗଲା, ଆଉ ସେ ଅନୁସାରେ ଯିବାକୁ ପଡିବ। ତେଣୁ ଆପଣମାନେ ଯେତେ ଲୋକ ଯିବା ପାଇଁ ଚାହୁଁଛନ୍ତି, ଆଉ ସମସ୍ତେ ଏଇ ମେ ମାସର 31 ତାରିଖ ସୁଦ୍ଧା 1000 ଟଙ୍କା ନେଇ ପଠେଇଦେବେ। ଯାହାକି ଆପଣମାନେ ଆମମାନଙ୍କର କେସିଆର ଅଛନ୍ତି, ନାଇଁ ବୋଲେ ମୋ ଆକାଉଣ୍ଟକୁ ମଧ୍ୟ ପଠେଇଲେ ଆପଣଙ୍କର ହେବ, ସମ୍ପାଦକଙ୍କ ଆକାଉଣ୍ଟକୁ ବି ପଠେଇ ପାରନ୍ତି ସୁବିଧା ଅନୁସାରେ। କିନ୍ତୁ ପଠେଇଲା ପରେ ତାଙ୍କୁ ଆମେ କଣ କରିବୁ, ରେଜିଷ୍ଟ୍ରିଭୁକ୍ତ ଯେତେ ଜଣ ଯିବେ ସେମାନଙ୍କ ନାଁରେ ବୁକ୍ କରାଯିବ ସେଇଠି ଉଟିରେ। ତେଣୁ ଆପଣମାନେ ମେ ମାସ ଶେଷ ସୁଦ୍ଧା
1000 ଟଙ୍କା ପଠେଇବା ପାଇଁ ଚେଷ୍ଟା କରନ୍ତୁ। ଆମେ ଏ ମେ ମାସ ବୋଲୁଛି ଏଇ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହି ମାର୍ଚ୍ଚ ମାସ ଶେଷ ସୁଦ୍ଧା ଗୋଟେ 1000 ଟଙ୍କା ପଠେଇବେ। ପଠେଇଲେ ଆମେ ସେଇ ସ୍ଥାନକୁ ଆମେ କଣ କରିବୁ ରିଜର୍ଭ କରିବୁ। ତେଣୁ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ ଏଇ ମାସର 31 ତାରିଖ ସୁଦ୍ଧା ସମସ୍ତେ ଗୋଟେ 1000 ଟଙ୍କା ପଠେଇବା ପାଇଁ ଚେଷ୍ଟା କରନ୍ତୁ। ତାପରେ ଆମେ ଆମ ମାନଙ୍କର କହୁଥିଲେ ଯେ ମିଶର ଦେଶରେ ଅଛନ୍ତି ଆମମାନଙ୍କର ଯୋସେଫ, ଯୋଉଟା କି ସେଦିନ କୁହାଯାଉଥିଲା ଯେ ଆମ ରବର୍ଟ ଭାଇ ଅଛନ୍ତି ଉଟିରେ, ସେ ସବୁ ବନ୍ଦୋବସ୍ତ ସେ କରିବେ। ତେଣୁ ପ୍ରଭୁ ତାଙ୍କୁ ଆଗରୁ ପଠେଇଛନ୍ତି ସେ ବନ୍ଦୋବସ୍ତ କରିବା ନିମନ୍ତେ। ଆମେ କିଛି ଚିନ୍ତା କରିବା ନାହିଁ, ଆମେ କିଛି ଦେଇଦେଲେ ସେ ତାର ବନ୍ଦୋବସ୍ତ ସେ କରିବ। ଏତିକି ମାତ୍ର ଆଉ ଅନୁରୋଧ, ସମସ୍ତେ ସେଥି ନିମନ୍ତେ ପ୍ରସ୍ତୁତ ହେବ। ଆଉ ପ୍ରତ୍ୟେକ ଦିନ ପ୍ରାର୍ଥନାରେ ସ୍ମରଣ କରିବେ ଯେ ପ୍ରକାର ଏଇ ଗୋଟେ ଗେଟ୍ ଟୁଗେଦର ଯେହେତୁ ସକ୍ସେସଫୁଲ ହେବ ଏବଂ ପ୍ରଭୁ ସେ ଗେଟ୍ ଟୁଗେଦର ମାଧ୍ୟମରେ ପ୍ରଶଂସିତ ଏବଂ ଗୌରବାନ୍ୱିତ ହେବେ। ଆମେ କିଛି ନୂଆ ନୂଆ ଜିନିଷ ଦେଖିପାରିବା। ଏଇଟା ହଉଛି ମୋର ଅନୁରୋଧ। ଧନ୍ୟବାଦ ଆଜ୍ଞା, ଧନ୍ୟବାଦ। ଆମେ ପ୍ରାର୍ଥନା କରିବା ପାଇଁ ଯିବା ଆମମାନଙ୍କର ସମ୍ମୁଖରେ। ଆରାର ଆଜ୍ଞା ଅଛନ୍ତି, ପ୍ରେଜ୍ ଦ ଲର୍ଡ ଆଜ୍ଞା। ଆଜ୍ଞା ପ୍ରାର୍ଥନା କରନ୍ତୁ। ଆରାଧନା କରି ଯାଇଛନ୍ତି ଆମମାନଙ୍କର ଜେନା ସିଷ୍ଟର, ତାଙ୍କ ପାଇଁ, ତାଙ୍କ ପରିବାର ପାଇଁ, ତାଙ୍କ ସେବା କାର୍ଯ୍ୟ ପାଇଁ ପ୍ରାର୍ଥନା କରିବେ। ଏବଂ ଆମମାନଙ୍କର ଚତୁର୍ଥ ବାର୍ଷିକ ଗେଟ୍ ଟୁଗେଦର ଓଟିରେ ହେବା ପାଇଁ ଯାଉଅଛି। ଆମେ ଯେପରି ପ୍ରତ୍ୟେକ ସମସ୍ତେ ଯାଇପାରିବା ଆଉ ପ୍ରଭୁ ପ୍ରତ୍ୟେକଙ୍କୁ ଅର୍ଥ ଯୋଗାଇବେ ସେଥିପାଇଁ, ଏବଂ ଯାତ୍ରାର କୁଶଳ ପାଏ। ଆଉ ଯେଉଁ ସ୍ଥାନରେ ସେ ଉପାସନା କରାଯିବ ସେ ସ୍ଥାନ ପାଇଁ ମଧ୍ୟ ବିଶେଷ ପ୍ରାର୍ଥନା କରିବେ। ସେ ଦିନ ପାଇଁ ବିଶେଷ ପ୍ରାର୍ଥନା କରିବେ। ଆଉ ଏବେ ବାକ୍ୟ ନେଇ ଆସୁଅଛନ୍ତି ଆମମାନଙ୍କର ସାମସନ ବାରିକ ଆଜ୍ଞା, ତାଙ୍କ ପାଇଁ, ତାଙ୍କର ସେବା କାର୍ଯ୍ୟ ପାଇଁ, ବାକ୍ୟ ନିମନ୍ତେ। ଆଉ ସେ ବାକ୍ୟ ଯେପରି ଆମେ ପ୍ରତ୍ୟେକ ଶୁଣି ହୃଦୟରେ ରଖି ତଦନୁସାରେ ଜୀବନ କାଟିବା, ସେଥିପାଇଁ ଯେତେ ଜଣ ଉପସ୍ଥିତ ଅଛୁ ପ୍ରତ୍ୟେକଙ୍କ ପାଇଁ ଏବଂ ପୋଷ୍ଟଙ୍କ ପରିବାର ପାଇଁ ଆଜ୍ଞା ପ୍ରାର୍ଥନାରେ ଆଗକୁ ବଢାଇଲେ। ଆସନ୍ତୁ ଆମେ ପ୍ରାର୍ଥନା କରିବା। ପ୍ରାର୍ଥନା କରିବା ପୂର୍ବରୁ ଆଜିର ଏହି ରିଏଲ ମିନିଟ୍ ଅଫ୍ ଜୁମ୍ର ଉପସ୍ଥିତ ପ୍ରତ୍ୟେକଙ୍କୁ ମୋର ଖ୍ରୀଷ୍ଟ ପ୍ରେମର ନମସ୍କାର। ପ୍ରେଜ୍ ଦ ଲର୍ଡ। ଆସନ୍ତୁ ପ୍ରାର୍ଥନା କରିବା। ମଙ୍ଗଳମୟ ସ୍ୱର୍ଗୀୟ ପିତା ପରମେଶ୍ୱର, ଆମେ ତମର ସେଇ ପବିତ୍ର ମହାନାମର ଧନ୍ୟବାଦ କରୁଅଛୁ ପ୍ରଭୁ, ପ୍ରଶଂସା କରୁଅଛୁ, ଗୌରବ କରୁଅଛୁ, ସ୍ତୁତି ବନ୍ଦନା କରୁଅଛୁ। କାରଣ ତୁମେ ମହାନ ପରମେଶ୍ୱର ଏବଂ ତୁମେ ପ୍ରଶଂସା ନିବାସୀ ପରମେଶ୍ୱର ଅଟ। ତୁମେ ସମସ୍ତ ପ୍ରକାର ଗୌରବ ସମ୍ଭ୍ରମ ପାଇବା ନିମନ୍ତେ ଯୋଗ୍ୟ ପରମେଶ୍ୱର ଅଟ। ପ୍ରଭୁ ଏହି ପ୍ରଭାତ ସମୟରେ ଆମମାନେ ବିଭିନ୍ନ ସ୍ଥାନରେ ଥିଲେ ମଧ୍ୟ ତମରି ନାମରେ ତମରି ଗୌରବ କରିବା ପାଇଁ ପ୍ରଭୁ ସୁନ୍ଦର ଅବକାଶ ଆମମାନଙ୍କ ଜୀବନରେ ଦେଇଅଛ। ସେଥି ନିମନ୍ତେ ପ୍ରଭୁ ଆମେ ଧନ୍ୟବାଦ ଦଉଛୁ। ଯଦି ଆମଙ୍କର କୌଣସି ଉତ୍ତମତା କିମ୍ବା ବିଶ୍ୱସ୍ତତା ନଥିଲେ ମଧ୍ୟ ତୁମେ ଯେ ବିଶ୍ୱସ୍ତ ପରମେଶ୍ୱର ଅଟ ଏବଂ ତୁମେ ଯେ ଧାର୍ମିକ ପରମେଶ୍ୱର ଅଟ, ତୁମରି ନାମ ସକାଶେ ପ୍ରଭୁ ଆମମାନଙ୍କୁ ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ପ୍ରଭୁ ତୁମେ ବଞ୍ଚେଇ କଡ଼େଇ ନେଉଛ। ସେଥି ନିମନ୍ତେ ଆମେ ଧନ୍ୟବାଦ ଦଉଛୁ ପ୍ରଭୁ। ବିଶେଷ କରି ମୁଁ ଧନ୍ୟବାଦ ଦିଏ ତୁମରି ଦାସୀ ପ୍ରଭୁ ଭଉଣୀ ନଳିନୀ ଜାନେ ଭଉଣୀ ନିମନ୍ତେ ପ୍ରଭୁ ତୁମେ ତାଙ୍କୁ ଏତେ ଅନୁଗ୍ରହ କରିଛ, ତୁମ ସ୍ୱର ଦେଇଛ ପ୍ରଭୁ। ଏବଂ ଏଇ ଦିନ ମାନଙ୍କରେ ପ୍ରଭୁ ଅନଲାଇନ ଏବଂ ଅଫଲାଇନ ମାନଙ୍କରେ ପ୍ରଭୁ ତାଙ୍କୁ ବ୍ୟବହାର କରୁଅଛ କେବଳ ତୁମରି ଗୌରବ କରିବା ନିମନ୍ତେ। ସେଥିପାଇଁ ପ୍ରଭୁ ଆମେ ଧନ୍ୟବାଦ ଦଉଛୁ ପ୍ରଭୁ। ତୁମେ ତାଙ୍କୁ, ତାଙ୍କ ପରିବାରକୁ ଆଶୀର୍ବାଦ କର ଏବଂ ତୁମରି ଗୌରବ ନିମନ୍ତେ ତାଙ୍କୁ ବ୍ୟବହାର କର ବୋଲି ଆମେ ପ୍ରାର୍ଥନା କରୁଅଛୁ। ସ୍ୱର୍ଗୀୟ ପିତା ପରମେଶ୍ୱର, ଏଇ ସମୟରେ ବିଶେଷ କରି ଆମେ ପ୍ରାର୍ଥନା କରୁଅଛୁ ବର୍ତ୍ତମାନ ଯେଉଁ विज्ञापन प्रभु आम शुणिलु जे रियल मिनिस्ट्री ऑफ इंडिया प्रभु जो चतुर्थ वार्षिक जो सम्मिलनी प्रभु बा गेट टुगेदर प्रभु ताहा प्रथम थर प्रभु ओडिशा बाहर जहाँकि ओटी रो एक दर्शनीय स्थान करने निमंते निष्पत्ति निया जाई अछि। प्रभु आम तुमरी इच्छा आम लोड़ुअछु एवं प्रभु सही प्रोग्राम को प्रभु किपरि तुमरी उपस्थिति ता साफल्य पारिब से दया अनुग्रह कर प्रार्थना करे प्रभु। आ निमंते जो अनेक अर्थर आवश्यकता रही अच्छी जो मैंने प्रभु सेठारे
ସହଭାଗିତା ବା ଭାଗ ନେବେ ପ୍ରାର୍ଥନା କରେ ପ୍ରଭୁ ସାହାଯ୍ୟ କର ତୁମେ ଯେ ଜିହ୍ବା ଯଦି ପରମେଶ୍ୱର ଅଟ ଆଉ ସମସ୍ତ ଆବଶ୍ୟକ ବିଷୟ ପ୍ରଭୁ ତୁମେ ସମୟରେ ଯୋଗାଇ ତୁମେ ଗୌରବ ପାଅ ଆଉ ସେ ସମୟରେ ପ୍ରଭୁ ସମସ୍ତ ବାତାବରଣ ସମସ୍ତ ଜଳବାୟୁ ପ୍ରଭୁ ସେ ସମୟ ତୁମେ ଓ ପ୍ରଭୁ ତୁମେ ଠିକ ଠାକ କର ବୋଲି ଆମେ ପ୍ରାର୍ଥନା କରୁଅଛୁ ସ୍ୱର୍ଗୀୟ ପିତା ପରମେଶ୍ୱର ଆଉ ଏଇ ସମସ୍ତ ନିମନ୍ତେ ପ୍ରଭୁ ଯେଉଁ କମିଟି ବସାଯାଇଅଛି ଆଉ ଯେଉଁମାନେ ପ୍ରଭୁ ଫିଜିକାଲି ସେଠାରେ ଆରେଞ୍ଜମେଣ୍ଟ କରିବେ ତୁମେ ସେମାନଙ୍କୁ ମଧ୍ୟ ଶକ୍ତି ବୁଦ୍ଧି ଜ୍ଞାନ ଦେଇ ତୁମେ ଗୌରବ ପାଅ ଏବଂ ଏହି କାର୍ଯ୍ୟକ୍ରମ କିପରି ପ୍ରଭୁ ଉତ୍ତମ ଭାବରେ ପ୍ରଭୁ ସାଫଲ୍ୟ ପାଇପାରିବ ସେ ଦୟାକର ବୋଲି ଆମେ ପ୍ରାର୍ଥନା କରୁଅଛୁ ସ୍ୱର୍ଗୀୟ ପିତା ପରମେଶ୍ୱର ଏ ସମୟରେ ବିଶେଷ କରି ପ୍ରଭୁ ପ୍ରାର୍ଥନା କରେ ଆଜି ଦିନ ନିମନ୍ତେ ପ୍ରଭୁ ତୁମେ ତୁମରି ଦାସ ସାମସନ ବାରିକାଙ୍କୁ ବାଛିଅଛ ତୁମରି ବାକ୍ୟକୁ ପ୍ରକାଶ କରିବା ନିମନ୍ତେ ଆମେ ପ୍ରାର୍ଥନା କରୁଅଛୁ ପ୍ରଭୁ ତୁମରି ଦାସଙ୍କୁ ପ୍ରଭୁ ଆତ୍ମାଙ୍କ ତୁମ ଆବର ପ୍ରଭୁ ତାଙ୍କ ମସ୍ତକରୁ ତଳିପା ପର୍ଯ୍ୟନ୍ତ ପ୍ରଭୁ ତୁମେ ତାଙ୍କ ଅଭିଷେକ କର ଏବଂ ତାଙ୍କ ମୁଖରୁ ବାହାରୁଥିବା ପ୍ରତିଟି ବାକ୍ୟ ପ୍ରତିଟି ଶବ୍ଦ ତାକି ପରେ ଆମେ ପ୍ରତ୍ୟେକଙ୍କୁ ସ୍ପର୍ଶ କରିବ ଏବଂ ପ୍ରଭୁ ଆମ ଯୋଉ ଆବଶ୍ୟକତା ଗୁଡାକ ରହିଛି ଆତ୍ମିକ ଜୀବନରେ ପ୍ରଭୁ ବୃଦ୍ଧି ନିମନ୍ତେ ତାକି ପରେ ଆଜି ପାଇବାକୁ ପାରିବୁ ସେପରି ଦୟା କର ଏବଂ ପ୍ରଭୁ ଆମମାନଙ୍କର ପ୍ରଭୁ ଅସହଜ ଜୀବନକୁ ଆମେ କିପରି ସେ ବାକ୍ୟ ଦ୍ୱାରା ଆମେ ସଜାଡ଼ିବାକୁ ପାରିବୁ ସେପରି ଦୟା ଅନୁଗ୍ରହ କର ପ୍ରଭୁ ବିଶେଷ କରି ପ୍ରାର୍ଥନା କରେ ପ୍ରାୟ ମାନେ 25ଟି ଡିଭାଇସ ପ୍ରଭୁ ଆମେ ଯୋଡି ହୋଇଅଛୁ ବର୍ତ୍ତମାନ ସମୟରେ ଆମେ ପ୍ରତ୍ୟେକଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ ସମସ୍ତଙ୍କୁ ଆଶୀର୍ବାଦ କରି ତୁମେ ଗୌରବ ପାଅ କାର୍ଯ୍ୟକ୍ରମର ବଶିଷ୍ଠାଙ୍କ ସମସ୍ତ ବିଷୟକୁ ତୁମେ ସମର୍ପଣ କରୁଛୁ ତୁମେ ସବତି ପରମେଶ୍ୱର ବିଶେଷ କରି ପ୍ରଭୁ ପ୍ରାର୍ଥନା କରେ ମୋର ଦାସ ମୋହିନୀ ମାରି ଭଉଣୀଙ୍କ ନିମନ୍ତେ ପ୍ରଭୁ ତୁମେ ତାଙ୍କୁ ଆଜି ମଣିତ କରିଅଛୁ ଏହି ଉପାସନାକୁ ପରିଚାଳନା କରିବା ନିମନ୍ତେ ପ୍ରଭୁ ତୁମେ ତାଙ୍କୁ ସାହାଯ୍ୟ କର ସମାପ୍ତି ପର୍ଯ୍ୟନ୍ତ ତୁମ ପରେ ପରିଚାଳନା କରିବା ପାଇଁ ଏବଂ ତୁମ ସାଥେ ସାଥେ ରୁହ ଧନ୍ୟବାଦ ଦଉଛୁ ପ୍ରାର୍ଥନା ଶୁଣିଲ ଉତ୍ତର ଦେଲ ବୋଲି ସମସ୍ତ ପ୍ରକାର ପୂଜା ପ୍ରଶଂସା ଗୌରବ କେବଳ ତୁମକୁ ଦେଇ ସକଳ ପ୍ରାର୍ଥନା ପ୍ରିୟତମ ଯୀଶୁଙ୍କ ନାମରେ ମାଗୁଅଛୁ ଆମେନ ବହୁତ ବହୁତ ଧନ୍ୟବାଦ ଆଜ୍ଞା ବଜର ସହିତ ସମସ୍ତ ବିଷୟ ପ୍ରାର୍ଥନା କରି ଆମମାନଙ୍କୁ ଆଶୀର୍ବାଦ ମାଗି ଦେଇ ଅଛନ୍ତି ପ୍ରଭୁ ଆପଣଙ୍କୁ ଆପଣଙ୍କ ପରିବାରକୁ ସେବା କାର୍ଯ୍ୟକୁ ବହୁଳ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ ଧନ୍ୟବାଦ ଆସନ୍ତୁ ଆମେ ବାକ୍ୟ ଶୁଣିବା ପାଇଁ ଯିବା ଯେଉଁ ବାକ୍ୟରେ କି ଜୀବନ ଅଛି ଯେଉଁ ବାକ୍ୟରେ କି ଅନନ୍ତ ଜୀବନ ଅଛି ଯେଉଁ ବାକ୍ୟ କି ମଧୁ ମଧୁ ଚାକ ଠାରୁ ସୁମିଷ୍ଟ ଯେଉଁ ବାକ୍ୟ କି ଆମମାନଙ୍କର ଚରଣ ପାଇ ପ୍ରଦୀପ ଆମମାନଙ୍କର ପଥ ପାଇ ଆଲୁଅ ଅଟେ ଯେଉଁ ବାକ୍ୟ କି ଶୁଣିବା ଦ୍ୱାରା ମରିୟମ ଉତ୍ତମ ଭାଗ ମନୋନୀତ କରିଥିଲା ସେଇ ପବିତ୍ର ଜୀବନ୍ତ ବାକ୍ୟ ଆଉ ଆମମାନଙ୍କୁ ନେଇ ଆସୁଅଛନ୍ତି ଯେ କି ଜଣେ ପାଳକ ମାନଙ୍କର ବାରିକାଜ୍ଞା ଯେ କି ପରିଚାଳନା କରିବାରେ ପ୍ରଭୁ ତାଙ୍କୁ ପଢାଇ ନିଅନ୍ତି ଏବଂ ଆରାଧନା କରିବାରେ ଏବଂ ବାକ୍ୟ କହିବାରେ ମଧ୍ୟ ପ୍ରଭୁ ତାଙ୍କୁ ଶକ୍ତିଯୁକ୍ତ କରି ଆସୁଅଛନ୍ତି ଅନଲାଇନ ଅଫଲାଇନ ରେ ପ୍ରଭୁଙ୍କର ବାକ୍ୟ ଶିକ୍ଷା ଦେଇ ଅନେକ ହଜାର ମାନଙ୍କୁ ଲାଭ କରି ଆସୁଅଛନ୍ତି ଆଉ ସେଇ ପ୍ରଭୁଙ୍କର ଦାସଙ୍କୁ ଗୋଟେ ବାକ୍ୟ ଅଧ୍ୟୟନ କରି ଆହ୍ୱାନ କରିବା ପାଇଁ ଯିବେ ଆଉ ତାହା ଗୀତ ସଂହିତା 119 ଆଉ 29-30 ପଦ ତୁମ୍ଭ ପ୍ରମାଣ ବାକ୍ୟ ସକଳ ଆଶ୍ଚର୍ଯ୍ୟ ଏଥିପାଇଁ ମୋ ପ୍ରାଣ ତାହା ସବୁ ପାଳନ କରେ ତୁମ୍ଭ ବାକ୍ୟର ବିକାଶ ଆଲୋ ପ୍ରଦାନ କରେ ତାହା ନିର୍ବୋଧକୁ ବୋଧ ଦିଏ ପ୍ରଭୁ ଆପଣା ବାକ୍ୟରେ ଆଶୀର୍ବାଦ କରନ୍ତୁ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମମାନଙ୍କର ବାରିକା ଆଜ୍ଞାଙ୍କୁ ସମ୍ମୁଖକୁ ଆହ୍ୱାନ କରେ ସେ ସମ୍ମୁଖକୁ ଆସିବା ସମୟରେ ଆମେ କରତାଳ ସହିତ ତାଙ୍କୁ ସ୍ୱାଗତ କରି ଆଜ୍ଞା ପ୍ରେଜ ଦ ଲର୍ଡ ନମସ୍କାର ଅନମ୍ୟୁଟ କରନ୍ତୁ ପ୍ରଭୁଙ୍କର ମହିମା ହେଉ ସୁନ୍ଦର ସମୟ ନିମନ୍ତେ ତେଣୁ ମୁଁ ଜୀବିତ ପ୍ରଭୁ ଯୀଶୁଙ୍କୁ ଧନ୍ୟବାଦ ଦିଏ ଯେ ଆମ ସମସ୍ତଙ୍କୁ ଦୟା ଅନୁଗ୍ରହ କରି ଜୀବିତ ମାନଙ୍କ ମଧ୍ୟରେ ଗଣନା କରିଅଛନ୍ତି ସୁପ୍ରଭାତ ଦେଖାଇଅଛନ୍ତି ତେଣୁ ମୁଁ ପ୍ରଭୁ ଯୀଶୁଙ୍କୁ ଧନ୍ୟବାଦ ଦେବା ସହିତ ଅନେକ ଦିନ ମାସ ପରେ ପ୍ରଭୁଙ୍କର ପ୍ରିୟ ଦାସ ହୋଷ୍ଟ ମହାଶୟ ସେ ମତେ ମନେ ପକେଇଲେ ତେଣୁ ମୁଁ ତାଙ୍କୁ ମଧ୍ୟ ବହୁତ ଧନ୍ୟବାଦ ଦିଏ ମତେ ସୁନ୍ଦର ଅବକାଶ ଦେଇଥିବା ସକାଶେ ତଥା ପ୍ରଭୁଙ୍କର ପ୍ରିୟ ଦାସୀ ଜେନାଦି ମଧ୍ୟ ସୁନ୍ଦର ଭାବରେ ପ୍ରଭୁଙ୍କର ଗୌରବ କରିଅଛନ୍ତି ପ୍ରଭୁଙ୍କର ନିକଟବର୍ତ୍ତୀ କରିଅଛନ୍ତି ତେଣୁ ତାଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଜ୍ଞାପନ କରି ନମସ୍କାର ଦିଏ ପୁଣି ପ୍ରଭୁଙ୍କର ଦାସୀ ମାଲିଦି ମଧ୍ୟ ସୁନ୍ଦର ଭାବରେ ସେ ମତେ ଆହ୍ୱାନ କରିଅଛନ୍ତି ତାଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦିଏ ତଥା ଜଡ଼ିତ ପରମେଶ୍ୱରଙ୍କର ପ୍ରିୟ ଲୋକମାନଙ୍କୁ ପ୍ରଭୁଙ୍କର ପ୍ରିୟ ଭକ୍ତ ଦାସ ମାନଙ୍କୁ ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସୁମଧୁର ନାମରେ ସମସ୍ତଙ୍କୁ ନମସ୍କାର ଜୟ ମସିକି ପ୍ରେଜ ଦ ଲର୍ଡ
प्रेज गॉड, परमेश्वर की स्तुति हो, परमेश्वर की महिमा हो सुंदर समय निमंते। ते प्रभुंकर प्रिय लोक माने ऑलरेडी वाक्य निमंते प्रार्थना होई अछि। हम आराधना मध्य निकटवर्ती प्रभु करे अछंती, हमको तांकर उपस्थिति देई अछंती। हमें सीधा सड़क परमेश्वर जीवंत वाक्यर निकटवर्ती हेबा। जोहन लिखित मंगल सुसमाचार तहिर 14 पर्वर 6 पद के जने पठन करंतु। ଯୀଶୁ ତାଙ୍କୁ କହିଲେ, ମୁଁ ପଥ ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। थैंक यू दी वाक्य पठन एवं श्रवण रे हम समस्त को आशीर्वाद करन। आमेन। ए विषय आम समस्ते जानिछे, समस्ते सुनी अच्छु। आम संडे स्कूल आरंभ करी तेणु वाक्य लिखा जाए पुस्तक वाक्य मनोयोगी हेबा, नहिले लक्ष्य भ्रष्ट भ्रष्ट आम मान लक्ष्य कौन है? लक्ष्य हूँ स्वर्ग, स्वर्ग जीवन मंदिर। आम जीसु अपेक्षा अच्छु, तेणु वचन प्रति जरूरी है, नहीं तो हमारा जो मंजिल है जय जाएगा। इस जन्म में हम सब साउंड आसुनी। प्रेज द लॉर्ड सर जी। सर मो साउंड आछि? एबे हेलो आसिला, सर। एबे कंटिन्यू करो। ओके। ठीक अप डाउन हो। तेरे प्रभुंकर प्रिय दास माने प्रभुंकर दास लोगो सर जी प्रचार करुथिले, कहुथिले जे अनेक समय जितेबाला आम वाक्य शुणा जाऊ, वाक्य आम यूट्यूब माध्यम हो जेकोसी माध्यम प्रभुंकर वाक्य आम शुणुचु, अनेक समय प्रभुंकर लोक माने विश्वासी माने विश्वासिनी माने जो विषय में भलरे जानिछु शुणिछु बचपन ठारू आरंभ करी यदि कौनसी प्रभुंकर दास दासी प्रचार करती, अनेक समय आपण एवं मु मध्य माने ध्यान दे न था। पवित्र बाइबल अटे आ नीति वचन एवं प्रकाशित ए दुईटा वाक्य विषय को बुझीबा प्रचार करने का गुरुत्वपूर्ण विषय अटे। एक रहस्य विषय रही अछि, अनेक लोक ताहा भॉइस जानत आसुनी। नाही। बारी आज्ञा वॉइस कटुची आपनकर गोटे कॉन्स्टेंट चैनल रे बसंतु जोटी की वॉइस क्लियर आसीबो। वीडियो ऑफ कर नेटवर्क दियो, अपडाउन विषय वीडियो ऑफ कर दियो। किंबा वीडियो ऑफ करके कोंतु ना सर, आसी पारे बोधे क्लियर। ओके सर। ओके, प्रेज द लॉर्ड। साउंड अस लेबे। प्रेज द लॉर्ड। तेरे प्रभुंकर प्रिय लोक माने अनेक समय जो प्रभुंकर दास दासी विश्वासी विश्वासिनी जदि जो विषय में केबे सुनी ना हूं जदि प्रचार करा जाए तेबे अनेक समय लोक माने ध्यान सहित शुणती, ताहा एक वास्तव विषय अटे। जदि प्रकाशित भाग जदि प्रचार करिवे कोनसी प्रभुंकर दास बा नीति वचन जदि प्रचार करिवे बा परमगीत जदि प्रचार करिवे, जेतु ए विषय रे बहुत कम लोक माने प्रचार करंती एवं बहुत कम लोक माने सुनिबा को पांती, से ताहा गुरुत्वपूर्ण विषय नुह। वाक्यते लिखा यदि सुना जाइथिबा वाक्य प्रति जो विषय में बहुत भलरे जानि अछु से वाक्य जते बेला में आलोचना करू प्रचार करू से वाक्य को हमें अधिक ध्यान सहित सुनिबा, नहले आममानकर मंजिल को हमें पहुंची पारिबा नहीं। तेबे हमें देखो ए स्थान रे यीशु तांको कहली, प्रभु यीशु प्रभु ख्रीष्ट से थॉमस को कहउचंती
ମୁଁ ପଥ ସତ୍ୟ ଓ ଜୀବନ ମୋ ଦେଇ ନ ଗଲେ ତାଙ୍କ ନିକଟକୁ ଯାଏ ନାହିଁ। ମୁଁ ନ ଗଲେ କେହି ମଧ୍ୟ ପିତାଙ୍କ ନିକଟକୁ ଯାଏ ନାହିଁ। ମାନେ ସ୍वर्ଗର ଦ୍ୱାର କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ କେବଳ ଅଟନ୍ତି। Jesus is the way of heaven। ପ୍ରଭୁ ସ୍ୱର୍ଗର ପଥ ଅଟନ୍ତି, ମାର୍ଗ ଅଟନ୍ତି, କେବଳ ସେ ଜଣେ ଅଟନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଜି ଆମେ ଯେଉଁ ବିଷୟରେ ଆଲୋଚନା କରିବା, ସତ୍ୟ ବିଷୟରେ ଦେଖିବା। ଯେହେତୁ ମୁଁ ଗୋଟେ ଜୁମରେ ପଥ ବିଷୟରେ ପ୍ରଚାର କରିଥିଲି, ତେଣୁ ମୁଁ ଭାବୁଅଛି ଯେ ପଥ ବିଷୟରେ ପ୍ରଚାର ନ କରି ମୁଁ ସତ୍ୟ ବିଷୟରେ ପ୍ରଚାର କରିବି, ଏହା ମୁଁ ଚାହୁଁଅଛି। ଆମର ଟପିକ ଅହମ ସତ୍ୟମ, मैं ही सत्यम हूं, मैं ही सत्य हूं, आई एम द ट्रू। ଆମେ ସେ ବିଷୟରେ ଆମେ ଆଲୋଚନା କରିବା। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ କେବଳ ସତ୍ୟ ଅଟନ୍ତି। ଯୀଶୁ କେବେ ମଧ୍ୟ ମିଛ କହି ନାହାନ୍ତି, କି ମିଛ କହି ପାରନ୍ତି ନାହିଁ, କି ପାପ କରି ପାରନ୍ତି ନାହିଁ। ବିକଜ ହି ଇଜ ଏ ट्रू गॉड। प्रेज द लॉर्ड। प्रभुଙ୍କର ପ୍ରିୟ ଲୋକମାନେ, ବାସ୍ତବ ସତ୍ୟ ଈଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ତେଣୁ ଯେତେବେଳେ ମୁଁ ଆଲୋଚନା କରୁଥିଲି, ମୁଁ ଦେଖୁଥିଲି ଯେ ଏ ଜୁମର ନାଁଟା, ଏ ଜୁମର ନାଁ ହଉଛି ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆ, ବା ରିଏଲ କହିଲେ ବାସ୍ତବ ବା ସତ୍ୟତା, ବାସ୍ତବ ସେବା କାର୍ଯ୍ୟ ଭାରତରେ, ସତ୍ୟ ଭାବରେ ସେବା କାର୍ଯ୍ୟ ଭାରତରେ, ଏବଂ ସେ ସତ୍ୟ ବିଷୟକୁ ଲୋକମାନେ ଜାଣିବା ଆବଶ୍ୟକ ଅଟେ। ଆଉ ଏ ସତ୍ୟ କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ତେଣୁ ଲେଖାଯାଏ, ସେ ମନୁଷ୍ୟ ନୁହନ୍ତି ଯେ ମିଥ୍ୟା କହିବେ। ଯଦି ଆମେ ଦେଖିବା ଗଣନା ପୁସ୍ତକ 23 ପର୍ବର ଯଦି 19 ପଦ ଯଦି ପଠନ କରିବେ, ସେ ସ୍ଥାନରେ ଆପଣ ପାଇପାରିବେ ଯେ ସେ ମନୁଷ୍ୟ ନୁହନ୍ତି ଯେ ମିଥ୍ୟା କହିବେ। କାରଣ he is only real God and true God। ହାଲେଲୁୟା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଆମେ ଦେଖିବା ଯେ ପ୍ରଭୁ ଯାହା କହନ୍ତି ତାହା ସେ ସତ୍ୟ କହନ୍ତି। କେବେ ମଧ୍ୟ ସେ ମିଛ କହି ନାହାନ୍ତି, କେବେ ମଧ୍ୟ ସେ ପାପ କରି ନାହାନ୍ତି। ସେହି ସମୟର ଜ୍ଞାନୀ ଲୋକମାନେ, ପଣ୍ଡିତ ଲୋକମାନେ, ସାଧୁକି ଫାରୁସି ରୋମିଓ ଲୋକମାନେ, ଜ୍ଞାନୀ ଲୋକମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଭୁଲକୁ ଧରିବା ନିମନ୍ତେ, ଅନ୍ୱେଷଣ କରିବା ନିମନ୍ତେ ସଦାବେଳେ ସେମାନେ ପ୍ରଚେଷ୍ଟା କରୁଥିଲେ। ସେହି ସମୟରେ ଜ୍ଞାନୀ ଲୋକମାନେ ଆଉ କେବେ ମଧ୍ୟ ପ୍ରମାଣ କରିପାରି ନାହାନ୍ତି, ଯୀଶୁଙ୍କର ଭୁଲ ଦେଖାଇ ପାରି ନାହାନ୍ତି। କାରଣ ସେ ପ୍ରକୃତ ଈଶ୍ୱର ଅଟନ୍ତି, ସତ୍ୟ ଈଶ୍ୱର ଯୀଶୁ ଅଟନ୍ତି। ଆଉ ଯୀଶୁ ପ୍ରମାଣ ସହିତ ସେ କଣ ସେ କହନ୍ତି। କିନ୍ତୁ ଆଜିର ଜଗତକୁ ଆମେ ନିରୀକ୍ଷଣ କରୁଛୁ ଯେ ଅନେକ ଲୋକମାନେ ନିଜର ଜ୍ଞାନ ବଳରେ ସେମାନେ ଭାବୁଛନ୍ତି ଯେ ମୁଁ ସମସ୍ତ ବିଷୟ ଜାଣିଅଛି, ମୁଁ ସମସ୍ତ ବିଷୟ ଜାଣିଅଛି। ଆଉ ଆଜିର ବର୍ତ୍ତମାନ ଲୋକମାନେ ଯୀଶୁଙ୍କର ଭୁଲକୁ ସେମାନେ ଅନ୍ୱେଷଣ କରୁଛନ୍ତି, ଯୀଶୁଙ୍କର ଭୁଲକୁ ସେମାନେ ଖୋଜୁଅଛନ୍ତି। ଯୀଶୁ ସତ୍ୟ ଈଶ୍ୱର ନୁହନ୍ତି, ସେ ମିଥ୍ୟା ଅଟନ୍ତି। ଅନେକ ଆରୋପ ସେମାନେ ଲଗାଉଛନ୍ତି। ଆପଣ ଯେତେ ବି ଧର୍ମଶାସ୍ତ୍ର ଅନୁସନ୍ଧାନ କରନ୍ତୁ ନା କାହିଁକି, କେବେ ପାଇପାରିବେ ନାହିଁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ମିଥ୍ୟା ଈଶ୍ୱର ଅଟନ୍ତି, ସେ ପାପ କରିଅଛନ୍ତି। ଆପଣ ପାଇପାରିବେ ନାହିଁ। ସେହି ସମୟରେ ଜ୍ଞାନୀ ଲୋକମାନେ ପାଇପାରିଲେ ନାହିଁ। ଆଉ ଆଜିର ଜଗତର ଲୋକମାନେ ମଧ୍ୟ ସେମାନେ ଆରୋପ କରୁଅଛନ୍ତି, କିନ୍ତୁ କେବେ ମଧ୍ୟ ସେମାନେ ପ୍ରମାଣ ପାଇପାରିବେନି। ଯେହେତୁ ଯୀଶୁ ଭୁଲ କରିନାହାନ୍ତି, ପାପ କରିନାହାନ୍ତି, ସେ ମିଥ୍ୟା କହିନାହାନ୍ତି, କେଉଁଠାରେ ଲୋକମାନେ ଭୁଲ ପାଇବେ? ନିଜର ମନ ଗଢା କଥା ସେମାନେ କହୁଅଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମେ ଦେଖୁଅଛୁ ଯେ ପ୍ରଭୁ ଯାହା ବି କହନ୍ତି ତାହା ନିରାଟ ସତ୍ୟ କହନ୍ତି। ମାଥ୍ୟୁ ପୁସ୍ତକ ଯଦି ଆମେ ପଠନ କରିବା, ମାଥ୍ୟୁ ପୁସ୍ତକ 16 ପର୍ବର 21 ପଦ ଯଦି ଆମେ ଦେଖିବା ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କଣ କହିଲେ,
ସେହି ସମୟଠାରୁ ଯୀଶୁଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ ତାହାଙ୍କୁ ଅବଶ୍ୟ ଜେରୁସାଲେମକୁ ଯିବାକୁ ହେବ ଓ ପ୍ରାଚୀନ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରୁ ବହୁତ ଦୁଃଖ ଭୋଗ କରି ହତ ହେବାକୁ ହେବ, ପୁଣି ତୃତୀୟ ଦିବସରେ ଉତ୍ଥିତ ହେବାକୁ ହେବ। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ପ୍ରିୟ ଲୋକମାନେ ଦେଖନ୍ତୁ, ଯୀଶୁ ଯାହା କହିଛନ୍ତି, ଯାହା କହନ୍ତି ସେ ସତ୍ୟ କହନ୍ତି। এই ସ୍ଥାନରେ ଆମେ ଦେଖୁଅଛୁ ସେହି ସମୟଠାରୁ ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝିବାକୁ ଲାଗିଲେ ଯେ ତାହାଙ୍କୁ ଅବଶ୍ୟ ଜେରୁସାଲେମକୁ ଯିବାକୁ ହେବ ଏବଂ ପ୍ରାଚୀନ ପ୍ରଧାନ ଯାଜକ ଓ ଶାସ୍ତ୍ରୀ ମାନଙ୍କ ହସ୍ତରୁ ବହୁତ ଦୁଃଖ ଭୋଗ କରି ହତ ହେବାକୁ ହେବ, ପୁଣି ତୃତୀୟ ଦିବସରେ ଉତ୍ଥିତ ହେବାକୁ ହେବ। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସତ୍ୟ ଈଶ୍ୱର ସତ୍ୟ କଥା କହୁଅଛନ୍ତି, ଭବିଷ୍ୟତ ବିଷୟ କହୁଅଛନ୍ତି, ଆଉ ସେ କହୁଛନ୍ତି ଯେ ଅବଶ୍ୟ ମତେ ଜେରୁସାଲେମକୁ ଯିବାକୁ ହେବ, ପ୍ରାଚୀନ ପ୍ରଧାନ ଯାଜକ ଏବଂ ଶାସ୍ତ୍ରୀ ମାନଙ୍କ ହସ୍ତରୁ ମତେ ବହୁତ ଦୁଃଖ ଭୋଗ ଉଠେଇବାକୁ ପଡିବ, ବହୁତ ଯନ୍ତ୍ରଣା ଭୋଗିବାକୁ ପଡିବ, ମତେ ସମଗ୍ର ମାନବ ଜାତିର ପାପକୁ ବହନ କରିବାକୁ ପଡିବ। ଏବଂ ଯୀଶୁଙ୍କର ମୃତ୍ୟୁ ହେଲା ପରେ ଯୀଶୁ ନିଜେ ସେ କହୁଛନ୍ତି ପୁଣି ମୁଁ ତୃତୀୟ ଦିନରେ ଉତ୍ଥିତ ହେବି। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯୀଶୁ ଯାହା କହିଥିଲେ ସେ ସମସ୍ତ କାର୍ଯ୍ୟ ସେ କରିଅଛନ୍ତି। ସମଗ୍ର ମାନବ ଜାତିର ପାପକୁ ନିଜ ସ୍କନ୍ଧରେ ବହନ କଲେ, ଦୁଃଖ ଭୋଗ ଉଠେଇଲେ, ଯନ୍ତ୍ରଣା ଭୋଗ କଲେ ଏବଂ ତୃତୀୟ ଦିବସରେ ତୃତୀୟ ଦିନରେ ସେ କହିଥିବା ବାକ୍ୟ ଅନୁସାରେ, କାରଣ ବାକ୍ୟ ସତ୍ୟ ଅଟେ ଆଉ ଯୀଶୁ ସତ୍ୟ ଅଟନ୍ତି, ଆଉ ସେ ବାକ୍ୟ ଯୀଶୁ ଅଟନ୍ତି, ଆଉ ଯୀଶୁ ତୃତୀୟ ଦିନରେ ମୃତ୍ୟୁରୁ ସେ ପୁନର୍ଜୀବିତ ହୋଇଥିଲେ, ପୁନରୁତ୍ଥାନ ହେଇଥିଲେ। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କାରଣ ପ୍ରଭୁ ସତ୍ୟ ଈଶ୍ୱର ଅଟନ୍ତି, ତେଣୁ ଯୀଶୁ କହୁଛନ୍ତି ଆଇ ଏମ୍ ଦ ଟ୍ରୁଥ, ମୁଁ ସତ୍ୟ ଅଟେ। ଏ ସତ୍ୟକୁ ଜାଣିବା ନାହିଁ ତେବେ ଆମେ ଉଦ୍ଧାର ପାଇପାରିବା ନାହିଁ। ଆଜି ଜଗତର ଅନେକ ଲୋକମାନେ ଅଛନ୍ତି, ସେମାନେ ସତ୍ୟକୁ ଜାଣି ନାହାନ୍ତି। ସତ୍ୟକୁ ଜାଣିବା ତେବେ ଆମେ ଉଦ୍ଧାର ପାଇବା। ଯଦି ଆମେ ଦେଖିବା ସେଇ ମାଥ୍ୟୁ ପୁସ୍ତକ 18:3 ମଧ୍ୟ ସତ୍ୟ ବିଷୟରେ ଲେଖା ଅଛି। ମାଥ୍ୟୁ 27 ପର୍ବର 63 ମଧ୍ୟ ଲେଖା ଅଛି। ପ୍ରଭୁ ଯାହା ସେ କହନ୍ତି ତାହା ସତ୍ୟ କହନ୍ତି। ତେଣୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ସତ୍ୟକୁ ଜାଣିବାକୁ ପଡିବ। ସତ୍ୟ ଏକ ତଥ୍ୟ ନୁହଁ, ସତ୍ୟ ଏକ ବ୍ୟକ୍ତି ଅଟନ୍ତି, ଆଉ ସେ ବ୍ୟକ୍ତି କିଏ ଅଟନ୍ତି? ସେ ବ୍ୟକ୍ତି ଈଶ୍ୱର ଅଟନ୍ତି। ଜଗତରେ ଯେତେ ବି ମନୁଷ୍ୟ ମାନେ ଆମେ ବସବାସ କରୁଅଛୁ, ଆମେ ସମସ୍ତେ ଆମେ ପାପ କରୁଛୁ, ଆମେ ମିଥ୍ୟା କହୁଅଛୁ। କୌଣସି ବ୍ୟକ୍ତି କହିପାରିବ ନାହିଁ ଯେ ମୁଁ ମୋ ଜୀବନ କାଳ ମଧ୍ୟରେ କେବେ ମଧ୍ୟ ମିଛ କହି ନାହିଁ, କହିପାରିବ ନାହିଁ। ଜଣେ ବ୍ୟକ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଈଶ୍ୱର ଅଟନ୍ତି, ଆଉ ସିଏ ତାଙ୍କର ଜୀବନ କାଳ ମଧ୍ୟରେ ସେ ପାପ କରିନାହାନ୍ତି, ନିଷ୍ପାପୀ ସେ ଅଟନ୍ତି, ସତ୍ୟ ଈଶ୍ୱର ଅଟନ୍ତି। ତେଣୁ ପ୍ରଭୁଙ୍କ ଲୋକମାନେ, ବାକ୍ୟରେ ଲେଖାଯାଏ ଯେ ମନୁଷ୍ୟ ଯଦି ସତ୍ୟକୁ ଜାଣିବ ନାହିଁ ତେବେ ସେ ଉଦ୍ଧାର ପାଇପାରିବ ନାହିଁ। ସତ୍ୟ ଏକ ନାମ ନୁହଁ, ସତ୍ୟ ଏକ ତଥ୍ୟ ନୁହଁ, ସତ୍ୟ ଏକ ବ୍ୟକ୍ତି। ଅନେକ ଲୋକମାନେ ମଧ୍ୟ ସତ୍ୟ ଦିଅନ୍ତି, ସତ୍ୟ ଜିତ ଦିଅନ୍ତି। ସେମାନେ नाम से कुछ काम नहीं होता है, काम से नाम होता है।
ଆଜ୍ଞା ଆପଣଙ୍କର କଥା ଶୁଭା ଯାଉନି। ଆବାଜ ଆସୁନି ବାରିକ ଆଜ୍ଞା? से बोधे लेफ्ट करिगले ना कौन रिजॉइन करियो बोधे।